ନିଜକୁ ଯେମିତି ଭାବିବେ ଆପଣ ସେମିତି ହିଁ ବନିଯିବେ। ଯଦି ଆପଣ ସବୁବେଳେ ଚିଡ଼ଚିଡ଼ି ସବୁବେଳେ ରାଗୁଥିବେ ତାହେଲେ ଆପଣ ରାଗି ହେଇଯିବେ। ଯଦି ମନ ଭିତରେ ସବୁବେଳେ ଗୋଟେ କଠୋରପଣକୁ ଆପଣ ଧରି ରଖିବେ ତାହେଲେ ଆପଣ ବି କଠୋର ହେଇଯିବେ। ଠିକ୍ ଏହିପରି ଯଦି ଆପଣ ଗୋଟେ ପବିତ୍ର ନାମର ଉଚ୍ଚାରଣ ସବୁଦିନ କରିବେ ବା ଡେଲି ଡେଲି ଆପଣଙ୍କ ନୀତିଦିନ ଲାଇଫରେ ଏଟାକୁ ଆପଣ ଆଡ୍ କରିବେ ତାହେଲେ ପବିତ୍ର ନାମ ଦ୍ୱାରା ଆପଣ ଭିତରୁ ବି ପବିତ୍ର ହେଇଯିବେ। এটা ଆପଣ କରିକି ଦେଖନ୍ତୁ 4-5 ମାସରେ ଆପଣ ଏହାର ରେଜଲ୍ଟ ଦେଖିବେ। ଆପଣ ଭାବୁଥିବେ ଏବେ କି 4-5 ମାସ କାହିଁକି ନବ? ଯଦି ଜଣେ ରାଗିଲେ ହଠାତ୍ ତା ରେଜଲ୍ଟ ଆସି ଯାଉଛି, ସେ ରାଗରେ କିଛି ବି କରି ଯାଉଛି, ସେମିତି ଗୋଟେ ପବିତ୍ର ନାଁ ଯଦି ଆମେ ହଠାତ୍ କିନି ନେଇଯିବା ତ ଆମେ ହଠାତ୍ କିନି କାହିଁ ପବିତ୍ର ହେଇଯିବାନି? ହଠାତ୍ କିନି କାହିଁ ଆମ ରାଗ ଶାନ୍ତ ହେଇଯିବନି? କାହିଁ କହିଲେ ଏଇଟା କାହିଁ ହଠାତ୍ ହୁଏନି କହିଲେ? କାରଣ ଅନେକ ଜନ୍ମ ଜନ୍ମ ଧରି ବା ଏଇ ଜନ୍ମରେ ହଉ ଆମେ କେବେଠାରୁ ନା ରାଗ ଅଭିମାନ ଅହଙ୍କାର ନିଜ ଭିତରେ ବହୁତ ଭରିକି ରଖିଛେ, ବହୁତ ଆଜି ପର୍ଯ୍ୟନ୍ତ ବହୁତ ଭରିକି ରଖିଛେ। ତ ତାକୁ ଶାନ୍ତ କରିବାକୁ ହେଲେ ଯେମିତି ଯେତିକି ଟେମ୍ପରେଚରର ଜ୍ୱର ଆସିଛି ସେ ଜ୍ୱରକୁ ଠିକ କରିବାକୁ ହେଲେ ସେଇ କ୍ୱାଣ୍ଟିଟିରେ ବା ସେଇ ଡୋଜର ମେଡିସିନ ଖାଇବାକୁ ପଡ଼ିବ। ସେମିତି ଯୋଉ ପରିମାଣରେ ରାଗ ଅଭିମାନ ଅହଙ୍କାର ଆମ ଭିତରେ ଭରି ରହିଛି ତାକୁ ଶାନ୍ତ କରିବାକୁ ହେଲେ ବା ନିଜକୁ ପବିତ୍ର କରିବାକୁ ହେଲେ ଆମକୁ ସେତିକି ନାମ ଜପ କରିବାକୁ ପଡ଼ିବ। ଆପଣ ଯଦି 4 ମାସ କି 5 ମାସ ମାନେ ଟ୍ରାଏ କରିକି ଦେଖିବେ ଡେଲି ବେସିସରେ ଆପଣଙ୍କ ଡେ ଟୁ ଡେ ଲାଇଫରେ ନାମ ଜପକୁ ଆଡ୍ କରିବେ ତାହେଲେ ଆପଣ ଏହାର ରେଜଲ୍ଟ ନିହାତି ପାଇବେ। ଆପଣଙ୍କୁ ଫିଲ୍ ହବ ଯେ ପୂର୍ବରୁ ଆପଣ ଯେତିକି ରାଗୁଥିଲେ ଏବେ ସେ ରାଗର ପରିମାଣ କମି ଯାଇଛି, ଯେତିକି ଅଶାନ୍ତି ଥିଲେ ସେ ଅଶାନ୍ତିର ପରିମାଣ କମି ଯାଇଛି, ଯୋଉ ଜିନିଷକୁ ଆପଣ ନେଇ ବହୁତ ଭାବୁଥିଲେ ଭୟଭୀତ ହେଇଯାଉଥିଲେ ତାର ପରିମାଣ ବି କମି ଯାଇଛି। 4-5 ମାସ ଭିତରେ ଆର ରେଜଲ୍ଟ ଆପଣଙ୍କୁ ଏମିତି ଧୀରେ ଧୀରେ ଫିଲ୍ ହବ। ଆପଣ ଯଦି ଡେଲି ବେସିସରେ କରି ଲାଗିବେ, ଲଗାତାର କରି ଲାଗିବେ, ବର୍ଷେ 2 ବର୍ଷ 3 ବର୍ଷ ବା ଏମିତି କଣ୍ଟିନ୍ୟୁ କରି ଚାଲିବେ, ଆପଣ ନିଜ ଭିତରେ ବହୁତ ପରିବର୍ତ୍ତନ ପାଇବେ, ବହୁତ ପଜିଟିଭିଟି ଆପଣଙ୍କ ଭିତରେ ଭରିଯିବ।